ପିଲାମାନେ ଆଜି ଆମେ ଡିସ୍କସନ୍ କରିବାକୁ ଯାଉଛେ ଦଶମ ଶ୍ରେଣୀର ପ୍ରି-ଟେଷ୍ଟ ଯାହାକୁ କୁହାଯାଏ ପ୍ରି ବୋର୍ଡ଼ ଏକ୍ଜାମ୍ ପାଇଁ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ ପେପର୍ ଯାହାକି ପ୍ରଥମ ପତ୍ରରେ MILର ଅଟେ। ଆପଣମାନେ ଆକୁ ପ୍ରାକ୍ଟିସ୍ କରିବେ କ୍ୱେଶ୍ଚିନ୍ ଗୁଡ଼ିକୁ ଆପଣମାନଙ୍କ ପରୀକ୍ଷାରେ ଏ କ୍ୱେଶ୍ଚିନ୍ ଗୁଡ଼ିକ ଦେଖିବାକୁ ମିଳିବ। ସେଥିପାଇଁ ଆକୁ ସମସ୍ତେ ପ୍ରାକ୍ଟିସ୍ କରିବେ ଧ୍ୟାନ ଦେଇକି। ଆପଣମାନେ ରୋଲ୍ ନମ୍ବର, ସ୍କୁଲ୍ ନେମ୍ ଆଉ ନିଜ ନାଁ ଏବଂ ରୋଲ୍ ନମ୍ବର ଭଲ ଭାବରେ ଲେଖିବେ। କପିରାଇଟ୍ ଅବସ୍ଥା ଏବଂ ସେଟ୍ ଏର କ୍ୱେଶ୍ଚିନ୍ ଗୁଡ଼ିକ ଚାଲନ୍ତୁ ଦେଖିବା। କ୍ୱେଶ୍ଚିନ୍ ଗୁଡ଼ିକ ଦେଲା କ'ଣ ଏବଂ କେଉଁ କ୍ୱେଶ୍ଚିନ୍ ଇମ୍ପୋର୍ଟାଣ୍ଟ ଗୁଡ଼ିକ ତାକୁ ଆମେ ଡିସ୍କସନ୍ କରିବା। ସେଥିପାଇଁ ସମସ୍ତେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ନିଜ ସାଙ୍ଗମାନଙ୍କ ସାଙ୍ଗରେ এই ଭିଡ଼ିଓକୁ ଶୀଘ୍ର ସେୟାର କରନ୍ତୁ। ଚାଲନ୍ତୁ ଦେଖିବା କ'ଣ କ'ଣ କ୍ୱେଶ୍ଚିନ୍ ଦେଲା ଏବଂ ଏଥିରେ ମଧ୍ୟ ଆମେ ସବଜେକ୍ଟିଭ୍ ଟାଇପ୍ କ୍ୱେଶ୍ଚିନ୍ ପେପର୍ ଗୁଡ଼ିକ ଦେଖିବା। ଅବଜେକ୍ଟିଭ୍ ଅନ୍ୟ ଏକ ଭିଡ଼ିଓରେ ଦେଖିବା ହେଲା। ଦେଖନ୍ତୁ ସାଙ୍ଗମାନେ, ପ୍ରଥମ କ୍ୱେଶ୍ଚିନ୍ ଦେଲା ପୁରାପୁରି ସହଜ କ୍ୱେଶ୍ଚିନ୍। ଆପଣମାନେ ଆକୁ ପଢ଼ିଥିଲେ ଆପଣମାନେ ଭଲ ଭାବରେ କରିପାରିବେ କ୍ୱେଶ୍ଚିନ୍ ଗୁଡ଼ିକ। ଦେଖନ୍ତୁ ଫାର୍ଷ୍ଟ କ୍ୱେଶ୍ଚିନ୍ କ'ଣ ଦେଲା, ପ୍ରାବନ୍ଧିକ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ଯେଉଁ ପୁରାତନୀ ଗାଥାର ସତ୍ୟ ରହିଛି ବୋଲି କହିଛନ୍ତି ତାହା ପ୍ରତିପାଦନ କର। ଇମ୍ପୋର୍ଟାଣ୍ଟ ବିଷୟ ଜନ୍ମଭୂମିର ବୋଧେ ଚାପ୍ଟରଟା କୃଷ୍ଣଚନ୍ଦ୍ର ପାଣିଗ୍ରାହୀ। ଆପଣମାନେ ଆକୁ ଲେଖିବେ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍। ସେଇଟା ଯଦି ନ ଆସେ ଏଇଟା ମଧ୍ୟ ଲେଖିଦେଇପାରି। ସଭ୍ୟତା ବିଜ୍ଞାନ ପ୍ରବନ୍ଧରେ ଲେଖକ ବିଜ୍ଞାନ ବ୍ୟାପକତା ସମ୍ପର୍କରେ ଆଲୋଚନା କରିବାକୁ ପଡ଼ିବ। ସମସ୍ତେ କ୍ୱେଶ୍ଚିନ୍ ଗୁଡ଼ିକୁ ପ୍ରାକ୍ଟିସ୍ କରିବେ ଏବଂ ଚ୍ୟାନେଲକୁ କ'ଣ କରିବେ, ସବସ୍କ୍ରାଇବ୍ କରିଦେବେ ସମସ୍ତେ ହେଲା। ଚାଲନ୍ତୁ ଦେଖିବା ନେକ୍ସଟ କ୍ୱେଶ୍ଚିନ୍ କ'ଣ ଦେଲା। ଏବଂ ନେକ୍ସଟ କ୍ୱେଶ୍ଚିନ୍ କ'ଣ ଦେଲା ନା, ନେକ୍ସଟ କ୍ୱେଶ୍ଚିନ୍ ଦେଖନ୍ତୁ ଦେଲା ଶୁକସାରଣ ଫେରିଆସି ରାବଣକୁ କି ବାର୍ତ୍ତା ଦେଲେ। ରାଘବଙ୍କ ଲଙ୍କା ଯାତ୍ରା ଚାପ୍ଟରଟି ନା ଶୁକସାରଣ ଫେରିଆସି ରାଘବଙ୍କୁ କି ବାର୍ତ୍ତା ଦେଲେ। ଆପଣମାନେ ଦେଖନ୍ତୁ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍, ଆକୁ ପ୍ରାକ୍ଟିସ୍ କରିବେ କ୍ୱେଶ୍ଚିନ୍ ଗୁଡ଼ିକ ପରୀକ୍ଷାରେ ଆସିବ। ତାପରେ ଦେଖନ୍ତୁ ତାପରେ କ୍ୱେଶ୍ଚିନ୍ କ'ଣ କହିଲା, ଭୀମଙ୍କୁ ସିଂହନାଦ ଦେବା ପୂର୍ବରୁ ଈଶ୍ୱର ପାର୍ବତୀଙ୍କ ମଧ୍ୟରେ କି ବିଚାର ବିମର୍ଶ ହୋଇଥିଲା। ଦେଖନ୍ତୁ ଇଏ ଚାପ୍ଟରଟି ହେଉଛି ଭୀମଙ୍କ ସିଂହନାଦ ରଡ଼ି, ଏଇଟା ହେଉଛି ରାଘବଙ୍କ ଲଙ୍କା ଯାତ୍ରା। ଏ ଦୁଇଟା ଯାକ ସହଜ କ୍ୱେଶ୍ଚିନ୍, ଆପଣମାନେ ଆକୁ କରିପାରିବେ। ଯଦି ନ ଆସେ ଏ କ୍ୱେଶ୍ଚିନ୍ ଗୁଡ଼ିକୁ ଯଦି ନ ଆସେ ଆପଣମାନେ କମେଣ୍ଟ ବକ୍ସ ଖୋଲା ଅଛି ଆପଣମାନଙ୍କ ପାଇଁ। ଆପଣ ଖାଲି କ'ଣ କରିବେ, କମେଣ୍ଟ କରିବେ। ଚାଲନ୍ତୁ ନେକ୍ସଟ କ୍ୱେଶ୍ଚିନ୍କୁ ଯିବା। ଦେଖନ୍ତୁ 2 ନମ୍ବର କ'ଣ କହିଲା ନା, ଗ୍ରାମଟି ଯାକ ନବାଗତ ଅତିଥିରେ ପରିପୂର୍ଣ୍ଣ ହୋଇଗଲାଣି। ଏ କ୍ୱେଶ୍ଚିନ୍ଟା ତା ଅରେ ଦେଲା। ଏହା କେବଳ ଶିକ୍ଷା, ସଂଯମ ଏବଂ ବ୍ରହ୍ମଚର୍ଯ୍ୟ ପାଳନ ସମ୍ଭବ ହୁଏ। ଦୁଇଟା କ୍ୱେଶ୍ଚିନ୍ ଦେଲା। ଆ ଭିତରୁ ଆପଣମାନେ ଯେଉଁଟା କରିପାରିବେ, ଯା ଆପଣମାନଙ୍କୁ ଯେଉଁଟା ସହଜ ଲାଗିବ ଆପଣମାନେ ଆଉ କରିବେ। କାରଣ ସବୁ କ୍ୱେଶ୍ଚିନ୍ ଆପଣମାନଙ୍କ ପାଇଁ ଇମ୍ପୋର୍ଟାଣ୍ଟ। କାରଣ ବୋର୍ଡ଼ ପରୀକ୍ଷା, ବୋର୍ଡ଼ ଏକ୍ଜାମ୍ ଆପଣମାନଙ୍କ ମୁଣ୍ଡ ଉପରେ ବା ପାଖେଇ ଆସିଲାଣି। ସେଥିପାଇଁ ଆପଣମାନଙ୍କୁ ପରିଶ୍ରମ କରିବାକୁ ପଡ଼ିବ ଏବଂ ଆପଣମାନଙ୍କ ବାପା ମାଆଙ୍କର ଇଚ୍ଛାକୁ ପୂର୍ଣ୍ଣ କରିବାକୁ ପଡ଼ିବ। ସେଥିପାଇଁ ଆପଣମାନେ ପରିଶ୍ରମ କରନ୍ତୁ ହେଲା। କ୍ୱେଶ୍ଚିନ୍ ଗୁଡ଼ିକ ସବୁ ଆପଣମାନେ ପ୍ରାକ୍ଟିସ୍ କରିଦିଅନ୍ତୁ, ପାଣି କରିଦିଅନ୍ତୁ। ଅତି କମ୍ରେ ଯଦି ଲଙ୍ଗ୍ କ୍ୱେଶ୍ଚିନ୍ ଆଉ ସର୍ଟ କ୍ୱେଶ୍ଚିନ୍ ପ୍ରାକ୍ଟିସ୍ କରିଦେବେ, ଅତି କମ୍ରେ ଆପଣମାନେ 80ରୁ 90 ମାର୍କ ରଖିଦେଇପାରିବେ ପରୀକ୍ଷାରେ। ସେଥିପାଇଁ ଆପଣମାନେ MILକୁ ଅଧିକ ପ୍ରାକ୍ଟିସ୍ କରନ୍ତୁ, ଆପଣମାନଙ୍କୁ ସହଜ ହେବ ମାର୍କ ରଖିବାରେ। ଚାଲନ୍ତୁ ଦେଖିବା ନେକ୍ସଟ କ୍ୱେଶ୍ଚିନ୍ କ'ଣ କହିଲା। ଦେଖନ୍ତୁ ଡବଲ୍ ଆଇ କ୍ୱେଶ୍ଚିନ୍ ଦେଲା। ଦେଖନ୍ତୁ ଦେଇଛି ଡବଲ୍ ଆଇ କ୍ୱେଶ୍ଚିନ୍ କ'ଣ ଦେଇଛି, ଡବଲ୍ ଆଇରେ ଦେଲା କ୍ୱେଶ୍ଚିନ୍ ଦେଇଛି ମହାଗମନ ନିଶ୍ୱାସ ବୁଲାଇବେନି ଡୋଳା ବେନି ଭୁଜେ ଅକ୍ରୋଶୀ ଧରାଇଲେ କମଳା। ତାହେଲେ ଏଇଟା ମଧ୍ୟ ଦେଖିଦେବେ ଏ କ୍ୱେଶ୍ଚିନ୍ଟା। ତା ଅରେ ଦେଇଛି କଳି ଉପଦେବେ ତେଜି ଲୋକାଳୟ ଶାନ୍ତିକି ସ୍ଥଳେ ଭଜିଲେ ଆଶ୍ରୟ। ଏ ଦୁଇଟା କ୍ୱେଶ୍ଚିନ୍ ଇମ୍ପୋର୍ଟାଣ୍ଟ। ଆପଣମାନେ ପରୀକ୍ଷା ପାଇଁ ଆକୁ ସବୁ କ୍ୱେଶ୍ଚିନ୍ ଗୁଡ଼ିକ ଯାହା ମୁଁ ଆପଣମାନଙ୍କୁ ଏଇ ଚ୍ୟାନେଲ୍ ମାଧ୍ୟମରେ ଛାଡ଼ୁଛି ବା ଅପଲୋଡ଼ କରୁଛି, ଆପଣମାନେ ଆକୁ ସବୁ ପ୍ରାକ୍ଟିସ୍ କରିଦିଅନ୍ତୁ। ପରୀକ୍ଷା ପାଇଁ ଇମ୍ପୋର୍ଟାଣ୍ଟ ଏବଂ ଆପଣମାନଙ୍କ 10th ଏକ୍ଜାମ୍ ପାଇଁ, ଯେଉଁ ବୋର୍ଡ଼ ଏକ୍ଜାମ୍ ପାଇଁ ସିଲେକ୍ସନ୍ କ୍ୱେଶ୍ଚିନ୍ ମଧ୍ୟ ଆସିବ ହେରି। ଆପଣମାନେ ଆଉ କ'ଣ କରିବେ, ପ୍ରାକ୍ଟିସ୍ କରିଦେବେ। ସିଲେକ୍ସନ୍ କ୍ୱେଶ୍ଚିନ୍ ଗୁଡ଼ିକ ସବୁ ସବଜେକ୍ଟରେ ଆସିବ। ସେଥିପାଇଁ ଚ୍ୟାନେଲକୁ କ'ଣ କରନ୍ତୁ, ସବସ୍କ୍ରାଇବ୍ କରିକି ରଖିଦିଅନ୍ତୁ ଚ୍ୟାନେଲକୁ। ଚାଲନ୍ତୁ ଦେଖିବା 3 ନମ୍ବର କ'ଣ କହିଲା। ଦେଖନ୍ତୁ 3 ନମ୍ବରରେ କ'ଣ କହିଲା, ଦେଇଛି ଛାତ୍ର ଜୀବନ ରଚନା ଲେଖିବାକୁ 200 ଶବ୍ଦ ମାତ୍ର, ଅତି କମ୍ରେ ଏଇଟା ହେଉଛି 10 ମାର୍କିଆ କ୍ୱେଶ୍ଚିନ୍। ଆପଣମାନେ ଲେଖିଲେ ଯଦି ଆପଣମାନେ ଫାଳେ ଦୁଇ ଫାଳେ ଲେଖିବେ, ଅତି କମ୍ରେ 8-9 ମାର୍କ ଆପଣମାନଙ୍କୁ ଦେଇଦେବେ। ସେଥିପାଇଁ ଆକୁ ଆପଣମାନେ ଅତି କମ୍ରେ 2 ଫାଳେ ଲେଖିବାକୁ ଚେଷ୍ଟା କରନ୍ତୁ। କେତୋଟି ଶବ୍ଦ, 200ଟି ଶବ୍ଦରେ। କିମ୍ବା 2ରେ ଆସିଲା ହେରି ସାମାଜିକ ଗଣମାଧ୍ୟମ ନହେଲେ ଶାରଦୀୟ ପ୍ରକୃତି। ଆପଣମାନେ ଆକୁ ପ୍ରାକ୍ଟିସ୍ କରନ୍ତୁ ପ୍ରି ବୋର୍ଡ଼ ପାଇଁ।
ଅତ୍ୟନ୍ତ ଇମ୍ପୋର୍ଟାଣ୍ଟ, କିନ୍ତୁ ଅଧିକ ଇମ୍ପୋର୍ଟାଣ୍ଟ ହେଉଛି ବୋର୍ଡ଼ ପରୀକ୍ଷା ପାଇଁ। ଆପଣ ଯେଉଁଥିରେ ଉଠେଇ ପାରିବେ ବା ମାର୍କ ଉଠେଇ ପାରିବେ ଅଧିକ, ଏବଂ ଆପଣମାନଙ୍କୁ ଅଧିକ ହେଲ୍ପଫୁଲ୍ କରିବ କୋଶ୍ଚିନ୍ ଗୁଡ଼ିକ। ସେଥିପାଇଁ ଆକୁ ପ୍ରାକ୍ଟିସ୍ କରିଦିଅନ୍ତୁ ଏବଂ ନିଜର ପରିବାର ଏବଂ ବାପା ମାଆଙ୍କର ଇଚ୍ଛାକୁ ଆପଣମାନେ କ'ଣ କରନ୍ତୁ, ସାକାର କରନ୍ତୁ। ତାପରେ ଯିବା ହାରି ତାପରେ କୋଶ୍ଚିନ୍ କ'ଣ କହିଲା ଦେଖନ୍ତୁ ସାଙ୍ଗମାନେ, 4 ନମ୍ବର କୋଶ୍ଚିନ୍ କ'ଣ କହିଲା। 4 ନମ୍ବର କୋଶ୍ଚିନ୍ କହିଲା କିଛି ଗ୍ରୀଷ୍ମ ପ୍ରବାହ ଯୋଗୁଁ ଅଂଶୁଘାତ ସମ୍ଭାବନା ଥିବାରୁ ସେଥିପ୍ରତି ସତର୍କ ହୋଇ ଚଳିବାକୁ ଛାତ୍ରାବାସରେ ଥିବା ସାନ ଭାଇ ନିକଟକୁ ପତ୍ର କିମ୍ବା ଦେଇଛି। ପ୍ରତିଦିନ ଯୋଗାଭ୍ୟାସ କରିବାକୁ ପରାମର୍ଶ ଦେଇ ନିଜ ସାଙ୍ଗ ନିକଟକୁ ପତ୍ର। ଯେଉଁଟା ଆପଣମାନେ କରିପାରିବେ, ଏଇଟା ହେଉଛି କେତେ ମାର୍କ କୋଶ୍ଚିନ୍, 5 ମାର୍କ କୋଶ୍ଚିନ୍। ଆପଣମାନେ ଆକୁ କରିପାରିବେ। ଚାଲନ୍ତୁ ଦେଖିବା ନେକ୍ସଟ କୋଶ୍ଚିନ୍ କ'ଣ କହିଲା। ଦେଖନ୍ତୁ ତାପରେ କୋଶ୍ଚିନ୍ କ'ଣ ଦେଲା ନା, ନିଜ ମ୍ୟାଟ୍ରିକ୍ ସାର୍ଟିଫିକେଟରେ ବାପାଙ୍କର ନାମ ଭୁଲ ଥିବାରୁ ଏହା ସଂଶୋଧନ କରିବା ପାଇଁ ପ୍ରଧାନ ଶିକ୍ଷକ ନିକଟକୁ ଦରଖାସ୍ତ ଏକ କିମ୍ବା ନହେଲେ ଦେଇଛି। ତୁମ ଅଞ୍ଚଳରେ ଏକ ପ୍ରାଥମିକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସ୍ଥାପନ କରୁଥିବାକୁ ଅନୁରୋଧ କରି ଜିଲ୍ଲା ସ୍ୱାସ୍ଥ୍ୟ ଚିକିତ୍ସାଧିକାରୀଙ୍କ ନିକଟକୁ ଦରଖାସ୍ତ ମଧ୍ୟ ଆପଣମାନଙ୍କ ଏକ୍ଜାମରେ ପତ୍ର ଲିଖନ ଆଉ ହେଉଛି ଦରଖାସ୍ତ ଏ ଦୁଇଟା ଆପଣମାନେ କ'ଣ କରିଦିଅନ୍ତୁ, ପ୍ରାକ୍ଟିସ୍ କରିଦିଅନ୍ତୁ ହେଲା। କାରଣ ଏଇ ଦୁଇଟା ସବଜେକ୍ଟ ଯେଉଁ ରହିଲା ପତ୍ର ଲିଖନ ଆଉ ଦରଖାସ୍ତ, ଏଥିରୁ ମଧ୍ୟ ଆପଣମାନେ ମାର୍କ ଉଠାଇ ପାରିବେ। ସେଥିପାଇଁ ଆକୁ ଆପଣମାନେ ପ୍ରାକ୍ଟିସ୍ କରିଦିଅନ୍ତୁ। ନେକ୍ସଟ କୋଶ୍ଚିନ୍କୁ ଯିବା। ପ୍ୟାସେଜ୍ 5 ନମ୍ବରରେ ପ୍ୟାସେଜ୍ ଆଇଲା ହାରି। ମନୁଷ୍ୟ କେବଳ ନିଜ ପାଇଁ ବଞ୍ଚେ ନାହିଁ, ସମାଜ ପାଇଁ ବଞ୍ଚେ। ସମାଜର ବ୍ୟାପକ ମନୁଷ୍ୟ ହୃଦୟର ବ୍ୟାପକତା ଉପରେ ନିର୍ଭର କରେ। ଉଦାହରଣ ସ୍ୱରୂପ, ଯେ ନିଜ କଥା ବେଶୀ ଭାବେ ସେ ନିଜର ଉନ୍ନତି ଚାହେଁ। ଯେ ନିଜଠାରୁ ଟିକିଏ ଉପରକୁ ଯିବାକୁ ଚାହେଁ ସେ ପରିବାର ଉନ୍ନତି ପ୍ରତି ଦୃଷ୍ଟି ଦିଏ। ଯାହାର ମନ ଆଉ ଟିକିଏ ବ୍ୟାପକ ସେ ପଡ଼ୋଶୀମାନଙ୍କର ହିତ ଚିନ୍ତା କରେ। ଅର୍ଥାତ୍ ମନର ବ୍ୟାପକତା ଯାହାର ଯେତେ ଅଧିକ, ତାର ସାମାଜିକତା ସେତେ ଅଧିକ, ଏବଂ ଏହି ସମାଜ ବା ଅନ୍ୟ ଉନ୍ନତି ପାଇଁ ଚିନ୍ତା କରିବା କେବଳ ଜ୍ଞାନ ବା ପ୍ରବିଧ ବିଜ୍ଞାନ ଉପରେ ନିର୍ଭର କରେ ନାହିଁ। ଏଥିପାଇଁ ହୃଦୟର ପ୍ରସାରତା ବା ବ୍ୟାପକତା ଦରକାର। ଏଥିରେ କୌଣସି ସନ୍ଦେହ ନାହିଁ ଯେ ସେ ଗତ 50 ବା 60 ବର୍ଷ ଭିତରେ ପ୍ରବିଧ ବିଜ୍ଞାନରେ ଅନେକ ଉନ୍ନତି ଘଟିଛି ଏବଂ ଏହି ବିଜ୍ଞାନ ମଧ୍ୟରେ ଅର୍ଥନୈତିକ କ୍ଷେତ୍ରରେ ପ୍ରୟୋଗ କରାଯାଇ ଉତ୍ପାଦନ ବୃଦ୍ଧି କରାଯାଇଛି, କିନ୍ତୁ ଜ୍ଞାନ କ୍ଷେତ୍ରରେ ଯେକୌଣସି ସଂକୀର୍ଣ୍ଣତା ଦେଖାଯାଇଛି, ସେଥିମଧ୍ୟରୁ ସ୍ପଷ୍ଟ ପ୍ରତୀୟମାନ ହେଉଛି ଯେ ସଭ୍ୟତାର ମାନଦଣ୍ଡ ପର୍ଯ୍ୟନ୍ତ ବୃଦ୍ଧି ହୋଇପାରି ନାହିଁ। ଏ ପ୍ୟାସେଜଟା ଦେଇଛି, ଆର କିଛିଟା କୋଶ୍ଚିନ୍ ଦେଇଛି, ଆପଣମାନେ ଦେଖିବା। ଏଇଟା ମଧ୍ୟ 10 ମାର୍କର ଫାର୍ଷ୍ଟ କୋଶ୍ଚିନ୍ ଦେଇଛି। ଦେଖନ୍ତୁ ଦେଇଛି ସମାଜର ବ୍ୟାପକତା କାହା ଉପରେ ନିର୍ଭର କରେ। ତାପରେ କୋଶ୍ଚିନ୍ ଦେଇଛି, ଦେଖନ୍ତୁ ତାପରେ କୋଶ୍ଚିନ୍ ଦେଇଛି କ'ଣ ନା, ସାମାଜିକତା କାହା ଉପରେ ନିର୍ଭର କରେ ନାହିଁ। ତାପରେ କୋଶ୍ଚିନ୍ କହିଲା ପରିବାର ଉନ୍ନତି ଯୋଗୁଁ ଚାହୁଁଥିବା ଲୋକମାନେ କ'ଣ କରିଥାଏ। ତାପରେ କୋଶ୍ଚିନ୍ କହିଲା କାହାର ବଳରେ ଉତ୍ପାଦନ ବୃଦ୍ଧି କରାଯାଇଛି। ତାପରେ କୋଶ୍ଚିନ୍ କହିଲା କେଉଁଥିପାଇଁ ସଭ୍ୟତାର ମାନଦଣ୍ଡ ବୃଦ୍ଧି ପାଉନାହିଁ। ଏଠି ଆପଣମାନଙ୍କର 50ଟା କୋଶ୍ଚିନ୍ ଆପଣମାନଙ୍କର ଡିସ୍କସନ୍ କରିଦେଇଛି। 50 ମାର୍କର କୋଶ୍ଚିନ୍ ଗୁଡ଼ିକ ଡିସ୍କସନ୍ କରିଦେଇଛି। ଆପଣମାନେ ଏ କୋଶ୍ଚିନ୍କୁ ଯଦି ଭଲ ଭାବରେ ପ୍ରାକ୍ଟିସ୍ କରନ୍ତେ, ଆପଣମାନେ 50ରୁ ଅତି କମରେ 45ରୁ 49 ଭିତରେ ରଖିପାରିବେ, ଅତି କମରେ ହେଲା। ସେଥିପାଇଁ ଆକୁ ଆପଣମାନେ ପ୍ରାକ୍ଟିସ୍ କରନ୍ତୁ। ଆମ ଚ୍ୟାନେଲକୁ ଷ୍ଟୁଡେଣ୍ଟ ଲର୍ଣ୍ଣିଂ ଓଡ଼ିଆକୁ ଆପଣମାନେ କ'ଣ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ। ଏବଂ ଏହି ଚ୍ୟାନେଲ ହିଁ ସମସ୍ତ ପ୍ରକାର ମ୍ୟାଥ୍ ହଉ କିମ୍ବା କ'ଣ ହଉ, ଇଂଲିଶ ହଉ କିମ୍ବା ଯେଉଁ ହିନ୍ଦୀ ହଉ କିମ୍ବା ସାଂସ୍କ୍ରିଟ୍ ହଉ, ସାଇନ୍ସ ହଉ, ସମସ୍ତ ସବଜେକ୍ଟର ସିଲେକ୍ସନ୍ ଯିବ। ସେଥିପାଇଁ ଚ୍ୟାନେଲକୁ ଆପଣମାନେ ସମସ୍ତେ ସବସ୍କ୍ରାଇବ୍ କରିକି ରଖନ୍ତୁ। ରହୁଛି, ଦେଖା ହେବ ଅନ୍ୟ କୌଣସି ଏକ ଭିଡ଼ିଓରେ। ଭିଡ଼ିଓଟି କେମିତି ଲାଗିଲା ଆପଣମାନେ କମେଣ୍ଟ ବକ୍ସରେ କହିବେ। ରହୁଛି, ଥ୍ୟାଙ୍କ ୟୁ।